ଆମେ ସମସ୍ତେ ଆଦମ ଆଉ ହବାଙ୍କର କାହାଣୀ ଶୁଣିଛେ, ମାନେ ଅନ୍ତତ ପକ୍ଷେ ଆମେ ସେମିତି ଭାବୁ। ହଁ, ସେଇ ନିଷିଦ୍ଧ ଫଳ, ସାପ ଆଉ ମଣିଷର ପତନ, ସେଇ ପରିଚିତ କାହାଣୀ। କିନ୍ତୁ ଆଜି ଆମ ପାଖରେ ଯୋଉ ଲେଖାଗୁଡ଼ିକ ଅଛି, ସେଗୁଡ଼ିକ ଏହି କାହାଣୀକୁ ପୁରା ଏକ ନୂଆ ଦୃଷ୍ଟିକୋଣରୁ ଦେଖୁଛି। ଏହା ଖାଲି ପାପ ବିଷୟରେ ନୁହେଁ। ନା, ଆଦୌ ନୁହେଁ। ଏହା ହେଉଛି ଲୋଭ, ପ୍ରେମ ଆଉ ଆମର ପସନ୍ଦର ଏକ ମନସ୍ତାତ୍ତ୍ୱିକ ବିଶ୍ଳେଷଣ। ଠିକ୍। ତେବେ ଆଜି ଆମେ ଚେଷ୍ଟା କରିବା ଏହି ଧାର୍ମିକ ଲେଖାଗୁଡ଼ିକର ଗଭୀରତାକୁ ଯିବାକୁ ଆଉ ବୁଝିବାକୁ ଯେ ଲୋଭ ପ୍ରକୃତରେ କ'ଣ ଆଉ ଏହା କେମିତି ଆଦାମଙ୍କର ସେହି ଗୋଟିଏ ନିଷ୍ପତ୍ତିକୁ ପ୍ରଭାବିତ କଲା। ଯାହା ଆଜି ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ପ୍ରଭାବିତ କରୁଛି। ଆଉ ମଜା କଥା ହେଉଛି, ଏହି ଆଲୋଚନାର ଆରମ୍ଭ କେଉଁଠୁ ଆରମ୍ଭ ହେଉଛି? ଏହା ସିଧା ଯାକୁବ 1:14-13ରୁ ଆରମ୍ଭ ହେଉଛି। ସେଥିରେ ଲେଖାଅଛି, ପ୍ରତ୍ୟେକ ବ୍ୟକ୍ତି ନିଜର ଲୋଭ ଦ୍ୱାରା ଆକର୍ଷିତ ହୋଇ ପରୀକ୍ଷାରେ ପଡ଼େ। ଆଚ୍ଛା। ଆଉ ତାପରେ କହୁଛି, ତାପରେ ଲୋଭ ଗର୍ଭବତୀ ହୋଇ ପାପକୁ ଜନ୍ମ ଦିଏ ଏବଂ ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ। ୱାଃ, ଗୋଟିଏ ବାକ୍ୟରେ ପୁରା ପ୍ରକ୍ରିୟା। ଏକଦମ୍। ଏହି ଗୋଟିଏ ଧାଡ଼ି ହିଁ ଆମ ଆଜିର ଆଲୋଚନାର ମୂଳଦୁଆ। ଲୋଭ, ତାପରେ ପାପ, ଆଉ ଶେଷରେ ମୃତ୍ୟୁ। ତେବେ ଚାଲନ୍ତୁ ସେହି ପ୍ରକ୍ରିୟାରୁ ହିଁ ଆରମ୍ଭ କରିବା। ଉତ୍ସଗୁଡ଼ିକ କହୁଛି ଯେ ଆଦମଙ୍କ ପାପ ପରେ ମାନେ ପୁରା ପୃଥିବୀ ହିଁ ଅଭିଶପ୍ତ ହୋଇଗଲା। ହଁ, ଖାଲି ପୃଥିବୀ ନୁହେଁ, ମଣିଷର ଶରୀର ବି। ସେଇଟା ହିଁ, ଯେମିତି ମାଟିରୁ କଣ୍ଟା ବୁଦା ବାହାରିଲା, ସେମିତି ଆମ ଶରୀରରୁ ବାହାରିଲା ଏକ ଶାରୀରିକ ଇଚ୍ଛା। କିନ୍ତୁ ଏଠି ଗୋଟେ କୌତୂହଳପୂର୍ଣ୍ଣ କଥା କୁହାଯାଇଛି ଯେ ଏଇ ଶାରୀରିକ ଇଚ୍ଛା ନିଜେ ପାପ ନୁହେଁ। ଏଇଟା ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ପାପ ନୁହେଁ, ତେବେ କ'ଣ? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ସୂକ୍ଷ୍ମ ପାର୍ଥକ୍ୟ। ଦେଖନ୍ତୁ, ଉତ୍ସ ଅନୁସାରେ ଏହି ଇଚ୍ଛା ଏକ ପ୍ରାକୃତିକ ପ୍ରବୃତ୍ତି ଭଳି। ଯେମିତିକି ଭୋକ ଲାଗିବା। ଏହା ଏକ ଶାରୀରିକ ଇଚ୍ଛା, ଠିକ୍ ନା? ଏଥିରେ ତ କିଛି ଭୁଲ ନାହିଁ। ନା, ଆଦୌ ନୁହେଁ। କିନ୍ତୁ ଯଦି ସେହି ଭୋକ ମେଣ୍ଟାଇବାକୁ ଯାଇ ଜଣେ ଚୋରି କରିବାକୁ ନିଷ୍ପତ୍ତି ନିଏ, ସେତେବେଳେ ତାହା ପାପ ହୋଇଯାଏ। ବୁଝିଲି। ତେବେ ଇଚ୍ଛାଟା ନିଜେ ଖରାପ ନୁହେଁ, ବରଂ ସେହି ଇଚ୍ଛାକୁ ପୂରଣ କରିବା ପାଇଁ ଆମେ କେଉଁ ରାସ୍ତା ବାଛୁଛେ ତାହା ହିଁ ମୁଖ୍ୟ। ଏକଦମ। ଯେତେବେଳେ ଆମର ସ୍ୱତନ୍ତ୍ର ଇଚ୍ଛା ବା ଫ୍ରି ୱିଲ୍ ସେହି ଇଚ୍ଛାକୁ ଈଶ୍ୱରଙ୍କ ଆଜ୍ଞା ବିରୁଦ୍ଧରେ ଯାଇ ଗ୍ରହଣ କରେ, ସେତେବେଳେ ହିଁ ପାପ ହୁଏ। ଆଚ୍ଛା, ତେବେ ଇଚ୍ଛାଟା ଇନ୍ଧନ ପରି, କିନ୍ତୁ ଆମର ନିଷ୍ପତ୍ତି ହିଁ ସେଥିରେ ନିଆଁ ଲଗାଏ। ଏହାର ସମାଧାନ କ'ଣ ଦିଆଯାଇଛି? ଯଦି ଏଇ ଇଚ୍ଛା ଏତେ ଶକ୍ତିଶାଳୀ, ତେବେ ଏହାକୁ ନିୟନ୍ତ୍ରଣ କେମିତି କରାଯିବ? ଉତ୍ସଗୁଡ଼ିକ ଏହାର ଗୋଟିଏ ହିଁ ସମାଧାନ ଦେଖାଉଛି। ତାହା ହେଲା ଈଶ୍ୱରଙ୍କ ପ୍ରେମ। ଈଶ୍ୱରଙ୍କ ପ୍ରେମ। ହଁ, ଯୁକ୍ତିଟି ହେଉଛି ଯେ ଆମର ଲୋଭକୁ କେବଳ ଆଉ ଏକ ତାଠାରୁ ଅଧିକ ଶକ୍ତିଶାଳୀ ଭାବନା ହିଁ ଦୂର କରିପାରିବ। ଓହୋ। ଯେତେବେଳେ ଜଣେ ଈଶ୍ୱରଙ୍କ ପ୍ରେମକୁ ଗଭୀର ଭାବରେ ଅନୁଭବ କରେ, ସେତେବେଳେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାର ଇଚ୍ଛାଟା ନିଜର ଶାରୀରିକ ଇଚ୍ଛାଠାରୁ ବଡ଼ ହୋଇଯାଏ। ସେତେବେଳେ ପ୍ରେମ ହିଁ ଆଜ୍ଞା ପାଳନର ପ୍ରେରଣା ପାଲଟିଯାଏ। ଏହା ପ୍ରକୃତରେ ଏକ ଅଲଗା ଦୃଷ୍ଟିକୋଣ। ତେବେ ଆମେ ଯଦି ଏହି କଥାକୁ ଆଦମଙ୍କ କାହାଣୀର ଲଗେଇବା, ସେଠି ତ ମାମଲା ଆହୁରି ଜଟିଳ। କେମିତି? କାରଣ ଉତ୍ସ କହୁଛି ଯେ ଆଦମଙ୍କ ପାପ କରିବା ପୂର୍ବରୁ ସେ ଶାରୀରିକ ଇଚ୍ଛା ନଥିଲା। ତାଙ୍କ ଶରୀର ସେତେବେଳେ ଅଭିଶପ୍ତ ହୋଇନଥିଲା। ତେବେ ପ୍ରଶ୍ନ ଉଠୁଛି, ଯଦି ତାଙ୍କ ଭିତରେ କୌଣସି ଖରାପ ଇଚ୍ଛା ନଥିଲା, ତାହେଲେ ସେ ପାପ କଲେ କାହିଁକି? କ'ଣ ତାଙ୍କୁ ସାପ ପ୍ରଲୋଭିତ କଲା? ନା ହବା, ନା ଆଉ କିଛି ଗଭୀର କାରଣ ଥିଲା? ଏଇଟା ହିଁ ଏହି ପୂରା ବିଶ୍ଳେଷଣର ସବୁଠାରୁ ଆଶ୍ଚର୍ଯ୍ୟଜନକ ଅଂଶ। ଉତ୍ସ ଅନୁସାରେ ଏହା ବାହାରର ପ୍ରଲୋଭନ ବିଷୟରେ ନଥିଲା, ବରଂ ଭିତରର ପ୍ରାଥମିକତା ବିଷୟରେ ଥିଲା। ଭିତରର ପ୍ରାଥମିକତା ମାନେ? ଉତ୍ସ ଯୁକ୍ତି କରୁଛି ଯେ ଆଦମଙ୍କ ମନରେ ଲୋଭ ଥିଲା, କିନ୍ତୁ ତାହା ଶାରୀରିକ ନଥିଲା। ତାଙ୍କ ଲୋଭ ଥିଲା ହବାଙ୍କ ପ୍ରତି ତାଙ୍କର ପ୍ରେମ। କ'ଣ କହିଲେ? ହବାଙ୍କ ପ୍ରତି ପ୍ରେମ ଥିଲା ଲୋଭ? ହଁ, କାରଣ ସେ ଈଶ୍ୱରଙ୍କ ଅପେକ୍ଷା ହବାଙ୍କୁ ଅଧିକ ଭଲ ପାଇବାକୁ ଲାଗିଲେ। ଯେତେବେଳେ ସେ ଦେଖିଲେ ଯେ ହବା ନିଷିଦ୍ଧ ଫଳ ଖାଇ ମରିବାକୁ ଯାଉଛନ୍ତି, ତାଙ୍କ ସାମ୍ନାରେ ଦୁଇଟି ରାସ୍ତା ଥିଲା। କ'ଣ? 1. ଈଶ୍ୱରଙ୍କ ଆଜ୍ଞା ପାଳନ କରି ବଞ୍ଚି ରହିବା, କିମ୍ବା 2. ହବାଙ୍କ ସହିତ ରହିବା ପାଇଁ ସେହି ଆଜ୍ଞାକୁ ଭାଙ୍ଗିବା। ଆଉ ସେ ଦ୍ୱିତୀୟ ରାସ୍ତାଟି ବାଛିଲେ। ବାଃ, ଏହା ତ ପୁରା କାହାଣୀର ଅର୍ଥ ବଦଳେଇ ଦେଉଛି। ତେବେ କ'ଣ ତାଙ୍କ କାର୍ଯ୍ୟ ପ୍ରେମରୁ ହିଁ ଆସିଥିଲା, କିନ୍ତୁ ତାହା ଏକ ଭୁଲ ଦିଗରେ ଥିବା ପ୍ରେମ ଥିଲା? ଏକଦମ।
ଓସ୍ରେ ଗୋଟିଏ ଶବ୍ଦ ବ୍ୟବହାର କରାଯାଇଛି ଯେ ହବା ଆଦମଙ୍କ ପାଇଁ ଏକ ମୂର୍ତ୍ତି ବା ଆଇଡଲ ପାଲଟି ଯାଇଥିଲେ। ମୂର୍ତ୍ତି। ହଁ, ତାଙ୍କ ପାଇଁ ହବାଙ୍କ ସହିତ ରହିବା ଈଶ୍ୱରଙ୍କ ସହିତ ରହିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲା। ସେ ଜାଣିଶୁଣି ଈଶ୍ୱରଙ୍କୁ ଅବମାନନା କରି ହବାଙ୍କୁ ବାଛିଲେ। ଆରେ, ବାହାରକୁ ଏହା ଏକ ତ୍ୟାଗମୟ କାର୍ଯ୍ୟ ପରି ଲାଗୁଥିଲେ ବି ଏହାର ମୂଳରେ ଥିଲା ଈଶ୍ୱରଙ୍କ ଜାଗାରେ ଆଉ କାହାକୁ ବସେଇବା। ସେଇଟା ହିଁ, ଆଉ ତାହା ହିଁ ପ୍ରକୃତ ଲୋଭର ମୂଳ ତତ୍ତ୍ୱ ବୋଲି ଏହି ଉତ୍ସ ଯୁକ୍ତି କରୁଛି। ଏହା ବହୁତ ଗଭୀର କଥା, କିନ୍ତୁ ଉତ୍ସରେ ଗୋଟେ ସ୍ପଷ୍ଟୀକରଣ ବି ଅଛି ଯାହା ମୋତେ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ସେଠି ଲେଖା ଅଛି, ଭୁଲ ବୁଝନ୍ତୁ ନାହିଁ। ହଁ, ସେ ଓହେଓଗିମ ଟିପ୍ପଣୀଟି। ହଁ, ତାହା ସ୍ପଷ୍ଟ କରୁଛୁ ଯେ ଏହାର ଅର୍ଥ ପତିପତ୍ନୀଙ୍କ ମଧ୍ୟରେ ଥିବା ଗଭୀର ପ୍ରେମକୁ ବିରୋଧ କରିବା ନୁହେଁ। ଏହି ସ୍ପଷ୍ଟୀକରଣ କାହିଁକି ଦରକାର ପଡ଼ିଲା ବୋଲି ଆପଣ ଭାବୁଛନ୍ତି? କାରଣ ଏହାକୁ ସହଜରେ ଭୁଲ ବୁଝାଯାଇପାରେ। କେହି ଭାବିପାରନ୍ତି ଯେ ଏହି ଲେଖା ମାନବୀୟ ପ୍ରେମକୁ ଖରାପ ଦୃଷ୍ଟିରେ ଦେଖୁଛି, କିନ୍ତୁ ଉଦ୍ଦେଶ୍ୟ ତାହା ନୁହେଁ। ତାହେଲେ ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଉଛି ପ୍ରାଥମିକତାର କ୍ରମକୁ ଦର୍ଶାଇବା। ଉତ୍ସ ଅନୁସାରେ ଈଶ୍ୱର ହିଁ ପ୍ରେମର ଉତ୍ସ, ତେଣୁ ଯେକୌଣସି ପ୍ରେମ ତାହା ଈଶ୍ୱରଙ୍କ ପ୍ରତି ଥିବା ପ୍ରେମର ଅଧୀନରେ ରହିବା ଉଚିତ। ଯେତେବେଳେ କୌଣସି ସୃଷ୍ଟିବସ୍ତୁ ସ୍ରଷ୍ଟାଙ୍କଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ, ସେତେବେଳେ ସେ ସନ୍ତୁଳନ ବିଗିଡ଼ିଯାଏ। ଆଉ ତାହା ହିଁ ଲୋଭର ଏକ ରୂପ ନିଏ। ଆଦାମଙ୍କ କ୍ଷେତ୍ରରେ ପ୍ରେମ ଭୁଲ ନଥିଲା, ପ୍ରେମର ସ୍ଥାନ ଭୁଲ ଥିଲା। ଏକଦମ ଠିକ୍ ଧରିଛନ୍ତି। ଆଚ୍ଛା, ଆଦାମଙ୍କ ପସନ୍ଦ ବିଷୟରେ କଥା ହେଉ ହେଉ ମୋ ମନରେ ଏକ ବଡ଼ ଦାର୍ଶନିକ ପ୍ରଶ୍ନ ଆସୁଛି। ପଚାରନ୍ତୁ। ଉତ୍ସ କହୁଛି ଯେ ଯଦି ଆଦାମ ପରୀକ୍ଷାରେ ନ ପଡ଼ିଥାନ୍ତେ, ସେ ନିଜ ଭିତରର ଲୋଭକୁ ଚିହ୍ନି ପାରିନଥାନ୍ତେ। ଏଯାଏଁ ଠିକ୍ ଅଛି, କିନ୍ତୁ ଏହାପରେ ଯାହା କୁହାଯାଇଛି ତାହା ମୋତେ ଦ୍ୱନ୍ଦ୍ୱରେ ପକାଉଛି। କେଉଁ କଥା? ଉତ୍ସ ଦାବି କରୁଛି ଯେ ଈଶ୍ୱର ସୃଷ୍ଟି ଆରମ୍ଭ କରିବା ପୂର୍ବରୁ ଜାଣିଥିଲେ ଯେ ଆଦାମ ପାପ କରିବେ, ଆଉ ସେ ପୂର୍ବରୁ ହିଁ କ୍ରୁଶର ଯୋଜନା କରିସାରିଥିଲେ। ଯଦି ଏହା ସତ, ତେବେ ଆଦାମଙ୍କ ସ୍ୱତନ୍ତ୍ର ଇଚ୍ଛାର ଅର୍ଥ କ'ଣ ରହିଲା? ଏମିତି ଲାଗୁଛି ଯେମିତି ସବୁକିଛି ଆଗରୁ ଲେଖା ହୋଇସାରିଥିଲା। ଏଟା ହିଁ ସବୁଠାରୁ କଠୋର ଆଉ ବିତର୍କିତ ଧାର୍ମିକ ଧାରଣା। ଈଶ୍ୱରଙ୍କ ସାର୍ବଭୌମତ୍ୱ ବନାମ ମାନବର ସ୍ୱତନ୍ତ୍ର ଇଚ୍ଛା। ଉତ୍ସ ଅନୁସାରେ ଉଭୟ ସତ। ଏକା ସାଙ୍ଗରେ ଏହା କେମିତି ସମ୍ଭବ? ଏହା ଏକ ବିରୋଧାଭାସ ପରି। ଦେଖନ୍ତୁ, ଈଶ୍ୱରଙ୍କ ଯୋଜନା ସର୍ବୋପରି। ସେ ସବୁକିଛି ଆଗରୁ ଜାଣନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆଦାମ ଏକ ରୋବୋଟ ଥିଲେ। ତାଙ୍କ ପାଖରେ ନିଷ୍ପତ୍ତି ନେବାର ପୂରା ସ୍ୱାଧୀନତା ଥିଲା। କିନ୍ତୁ ଗୋଟେ ମିନିଟ୍, ଯଦି ଈଶ୍ୱର ଜାଣିଥିଲେ ଯେ ଆଦାମ ଭୁଲ ରାସ୍ତା ହିଁ ବାଛିବେ, ତେବେ କ'ଣ ସେ ଏହି ପରିସ୍ଥିତି ସୃଷ୍ଟି କରି ପରୋକ୍ଷରେ ପାପ ପାଇଁ ଦାୟୀ ନୁହନ୍ତି? ଏହା ଏକ ଯୁକ୍ତିଯୁକ୍ତ ପ୍ରଶ୍ନ। ଉତ୍ସ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖେ। ଏମିତି ଭାବନ୍ତୁ, ଜଣେ ଲେଖକ ଯେତେବେଳେ ଉପନ୍ୟାସ ଲେଖନ୍ତି, ସେ ଜାଣନ୍ତି ତାଙ୍କ ଚରିତ୍ର ପରବର୍ତ୍ତୀ ପୃଷ୍ଠାରେ କ'ଣ କରିବ। ହଁ, ତା ତ ଠିକ୍। କିନ୍ତୁ ସେହି ଉପନ୍ୟାସ ଦୁନିଆ ଭିତରେ ଥିବା ଚରିତ୍ର ପାଇଁ ତାର ନିଷ୍ପତ୍ତି ତ ପୂରାପୂରି ନିଜର ଆଉ ବାସ୍ତବ। ଈଶ୍ୱରଙ୍କ ଦୃଷ୍ଟିକୋଣ କିଛି ସେଇଭଳି। ସେ ସମୟର ବାହାରେ ଥାଇ ପୂରା କାହାଣୀକୁ ଦେଖିପାରନ୍ତି। ଆଉ ଆମେ ସମୟ ଭିତରେ ରହି ଆମ ପସନ୍ଦ କରୁ। ତେଣୁ ଆଦାମଙ୍କର ପତନ ଏକ ଦୁର୍ଘଟଣା ନଥିଲା, ବରଂ ଈଶ୍ୱରଙ୍କର ବଡ଼ ଯୋଜନାର ଏକ ଅଂଶ ଥିଲା। ହଁ, ଯାହା ମାଧ୍ୟମରେ ସେ ନିଜର ପ୍ରେମ, ନ୍ୟାୟ ଆଉ କୃପାକୁ ଏକ ବୃହତ୍ତର ଉପାୟରେ ପ୍ରକାଶ କରିବାକୁ ଚାହୁଁଥିଲେ। ଅର୍ଥାତ୍ ଆଦମଙ୍କ ବିଫଳତା ମଧ୍ୟ ଈଶ୍ୱରଙ୍କ ଯୋଜନାର ଅନ୍ତର୍ଭୁକ୍ତ ଥିଲା। ଏହା ଶୁଣିବାକୁ ଟିକେ ଅଦ୍ଭୁତ ଲାଗୁଛି। ହଁ, ଏହି ଧାର୍ମିକ ଦୃଷ୍ଟିକୋଣ ଅନୁସାରେ ତାହା ହିଁ ସତ। ଉତ୍ସ କହୁଛି ଯେ ଈଶ୍ୱର ଜାଣନ୍ତି କିଏ ତାଙ୍କ କୃପାକୁ ଗ୍ରହଣ କରିବ ଆଉ କିଏ ପ୍ରତ୍ୟାଖ୍ୟାନ କରିବ। ସେହି ଅନୁସାରେ ସେ ଲୋକଙ୍କୁ ବିଭିନ୍ନ ସମୟରେ ଆଉ ସ୍ଥାନରେ ସ୍ଥାପନ କରନ୍ତି। ଆଚ୍ଛା, ତେବେ ଏବେ ଆସନ୍ତୁ ସମାଧାନ ଉପରକୁ। ଆମେ କହିଲେ ଯେ ଈଶ୍ୱରଙ୍କ ପ୍ରେମ ହିଁ ଲୋଭକୁ ଜୟ କରିବାର ଉପାୟ, ଆଉ ଏହି ପ୍ରେମ କ୍ରୁଶ ମାଧ୍ୟମରେ ପ୍ରମାଣିତ ହୁଏ। ଏହାକୁ ଆଦମଙ୍କ ସହିତ କେମିତି ଯୋଡ଼ାଯିବ? ତାଙ୍କ ସମୟରେ ତ କ୍ରୁଶର ଘଟଣା ଘଟିନଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଆଉ ଉତ୍ସ ଏକଥା ସ୍ୱୀକାର କରୁଛି। ଆଦମଙ୍କ ସମୟରେ ଈଶ୍ୱରଙ୍କ ପ୍ରେମର ସେହି ଚରମ ପ୍ରକାଶ ହୋଇନଥିଲା। ତେଣୁ ହଁ, ତାଙ୍କ ପାଇଁ ନିଜ ଲୋଭକୁ ଜୟ କରିବା ଅପେକ୍ଷାକୃତ ଅଧିକ କଷ୍ଟକର ଥିଲା। ତଥାପି ଯଥେଷ୍ଟ ଜ୍ଞାନ, ଶକ୍ତି ଆଉ ପ୍ରେମର ଅନୁଭୂତି ଦେଇଥିଲେ। ସେ ହାରିଲେ କାରଣ ସେ ନିଜ ସ୍ୱତନ୍ତ୍ର ଇଚ୍ଛାରେ ତାହା କରିବାକୁ ନିଷ୍ପତ୍ତି ନେଲେ। ତେବେ ଯଦି ପ୍ରଥମ ଆଦାମ ଏହିପରି ବିଫଳ ହେଲେ, ତେବେ କାହାଣୀ କ'ଣ ସେଇଠି ସରିଗଲା? ଈଶ୍ୱରଙ୍କ ଯୋଜନାରେ ଆଉ କିଛି ସମାଧାନ ଥିଲା କି? ନା, ଆଦୌ ନୁହେଁ। ଆଉ ଏଇଠି ହିଁ କାହାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସୁଛି।
ଉତ୍ସରେ ପ୍ରଥମ ଆଦମ ଆଉ ଶେଷ ଆଦମଙ୍କ ଭିତରେ ଏକ ବହୁତ ଶକ୍ତିଶାଳୀ ତୁଳନା କରାଯାଇଛି। ପ୍ରଥମ ଆଦମ ଏବଂ ଶେଷ ଆଦମ? ପ୍ରଥମ ଆଦମ ଯିଏ ଏଦନ୍ ବଗିଚାରେ ଥିଲେ, ସେ ଏକ ସମ୍ପୂର୍ଣ୍ଣ ଅନୁକୂଳ ପରିବେଶରେ ଥାଇ ବି ପରୀକ୍ଷାରେ ହାରିଗଲେ। ତାଙ୍କର ଗୋଟିଏ ଭୁଲ ଯୋଗୁଁ ସେ ପୃଥିବୀ ଉପରେ ନିଜ ଅଧିକାର ଶୈତାନକୁ ଦେଇଦେଲେ। ଆଉ ମଣିଷ ଜାତି ପାପ ଆଉ ମୃତ୍ୟୁର ଅଧୀନ ହୋଇଗଲା। ଆଉ ଶେଷ ଆଦମ? ଏହା ଯୀଶୁଙ୍କୁ ବୁଝାଉଛି, ଠିକ୍ ତ? ଏକଦମ। ଶେଷ ଆଦମ ବା ଯୀଶୁ ଏକ ସମ୍ପୂର୍ଣ୍ଣ ପ୍ରତିକୂଳ ପରିବେଶରେ ଜନ୍ମ ହେଲେ। ସେ ପ୍ରଥମ ଆଦମଙ୍କଠାରୁ ବହୁତ କଠିନ ପରୀକ୍ଷାର ସାମ୍ନା କଲେ, କିନ୍ତୁ ସେ କେବେ ବି ପାପ କଲେ ନାହିଁ। ସେ ସବୁ ପରୀକ୍ଷାକୁ ଜିତିଲେ। ହଁ, ଆଉ ଶେଷରେ ସେ କ୍ରୁଶରେ ମୃତ୍ୟୁବରଣ କଲେ, ଯାହା ବାହାରକୁ ଶୈତାନର ବିଜୟ ପରି ଦେଖାଯାଉଥିଲା। ଶୈତାନ ଭାବିଲା ଯେ ସେ ଯୀଶୁଙ୍କୁ ମାରି ପୂରାପୂରି ଜିତିଗଲା। କିନ୍ତୁ ଉତ୍ସ କହୁଛି ଯେ ଏଇଟା ହିଁ ଈଶ୍ୱରଙ୍କର ଚାଲ ଥିଲା। ହଁ, ଏଇଟା ହିଁ ଚରମ ବିଡ଼ମ୍ବନା। ଶୈତାନ ନିଜେ ନ ଜାଣି ଈଶ୍ୱରଙ୍କ ମୂଳ ଯୋଜନାକୁ ସଫଳ କରିବାରେ ସାହାଯ୍ୟ କଲା। କ୍ରୁଶରେ ମୃତ୍ୟୁ ଏକ ପରାଜୟ ନଥିଲା, ବରଂ ଏକ ବିଜୟ ଥିଲା। ଠିକ୍। ଯୀଶୁଙ୍କ ନିଷ୍ପାପ ମୃତ୍ୟୁ ଦ୍ୱାରା ସେ ପାପର ଦଣ୍ଡ ନିଜେ ଭୋଗ କଲେ, ମୃତ୍ୟୁକୁ ପରାସ୍ତ କଲେ। ଆଉ ଏହାଦ୍ୱାରା ସେ ପ୍ରଥମ ଆଦମ ଯାହା ହରାଇଥିଲେ ତାହା ପୁଣି ଫେରାଇ ଆଣିଲେ। ଏହା ପ୍ରକୃତରେ ଏକ ଚମତ୍କାର ଚିନ୍ତାଧାରା। ତେବେ ସବୁକିଛିକୁ ଯଦି ଆମେ ଏକାଠି ଦେଖିବା, ଏହି ଉତ୍ସଗୁଡ଼ିକ ଏକ ବହୁତ ବଡ଼ କାହାଣୀ କହୁଛନ୍ତି। ଲୋଭ ଖାଲି ଏକ ଖରାପ ଇଚ୍ଛା ନୁହେଁ, ବରଂ ଆମ ପ୍ରାଥମିକତା ବିଗିଡ଼ିଯିବାର ପରିଣାମ, ଯେତେବେଳେ ଆମେ ସ୍ରଷ୍ଟାଙ୍କ ବଦଳରେ ସୃଷ୍ଟିକୁ ଅଧିକ ଗୁରୁତ୍ୱ ଦିଅ। ସମ୍ପୂର୍ଣ୍ଣ ଭାବରେ। ଆଉ ଆଦମଙ୍କର ପତନ ଏକ ଦୁର୍ଘଟଣା ନଥିଲା, ବରଂ ଏକ ବୃହତ୍ ଧାର୍ମିକ କାହାଣୀର ଆରମ୍ଭ ଥିଲା, ଯାହା ଶେଷରେ କ୍ରୁଶରେ ଏକ ବଡ଼ ବିଜୟ ଆଣିଥିଲା। ହଁ। ଏହି ପୂରା ବିଶ୍ଳେଷଣଟି ଦେଖାଇବାକୁ ଚେଷ୍ଟା କରୁଛି ଯେ ମଣିଷର ସ୍ୱତନ୍ତ୍ର ଇଚ୍ଛା ଆଉ ଈଶ୍ୱରଙ୍କ ସାର୍ବଭୌମ ଯୋଜନା କେମିତି ଏକାଠି କାମ କରେ। ଏପରିକି ମଣିଷର ଭୁଲ ନିଷ୍ପତ୍ତିକୁ ମଧ୍ୟ ଈଶ୍ୱର ନିଜ ମହାନ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ବ୍ୟବହାର କରିପାରନ୍ତି। ଏହା ନିଶ୍ଚିତ ଭାବରେ ଅନେକ କଥା ଭାବିବା ପାଇଁ ଛାଡ଼ିଯାଉଛି। ହଁ, ଆଉ ଏହା ଶେଷରେ ଆମକୁ ଏକ ମୌଳିକ ପ୍ରଶ୍ନ ପାଖରେ ଛାଡ଼ିଯାଉଛି। ଯଦି ଆମେ ଏହି ଯୁକ୍ତିକୁ ଗ୍ରହଣ କରୁ ଯେ ପ୍ରତ୍ୟେକ ପସନ୍ଦ ଆଉ ତାର ପରିଣାମ ଈଶ୍ୱରଙ୍କୁ ଆଗରୁ ଜଣା, ତେବେ ଆମ ସ୍ୱାଧୀନତାର ପ୍ରକୃତ ଅର୍ଥ କ'ଣ? ସେଇଟା ହିଁ ପ୍ରଶ୍ନ। ଆଉ ଏହା ଆମର ଦୈନନ୍ଦିନ ଜୀବନରେ ଆମର ନୈତିକ ଦାୟିତ୍ୱବୋଧ ଉପରେ କି ପ୍ରଭାବ ପକାଏ? ଯଦି କାହାଣୀ ପୂର୍ବରୁ ଲେଖା ହୋଇଛି, ତେବେ ଆମେ ଆମର ଭୂମିକାକୁ କେମିତି ଦେଖିବା ଉଚିତ? ଏହି ପ୍ରଶ୍ନର କୌଣସି ସହଜ ଉତ୍ତର ନାହିଁ। ନା, ଆଦୌ ନାହିଁ। ଆଉ ଏହା ହିଁ ବୋଧହୁଏ ଏହି ଆଲୋଚନାର ସବୁଠାରୁ ବଡ଼ ଚିନ୍ତା।